ଯେତେ କାମ କଲେ ବି ଘରେ କାମ ସରୁନି। ଆଉ ଏଇ ଯେଉଁ ଗରମରେ ଆଉ ଖାଇବା ପିଇବାକୁ କିଛି ଇଚ୍ଛା ହେଉନି। ତ ମସଲା ତରକାରୀ ଆମର ବହୁତ ରେୟାର ହେଉଛି, ସପ୍ତାହରେ ଥରେ ଦୁଇଥର ହେଉଛି। ତ ଆଜି ବାର ଥିଲା ଟିକେ ମାଛ ହେଲେ ମୋର ଟେନସନ୍। ମାଛ ହେଲା ପରେ ତାକୁ ସେ ରୋଷେଇ ଘର ସଫା କରିବା। ଆଉ ରୋଷେଇ ଘର ଏତେ ଅସନା ହେଇଯାଉଛି, ବିଶ୍ୱାସ କରିବେନି। ମାନେ ଇଚ୍ଛା ହେଉନି ଆଇଁଷ ଫାଇଁଷ ଛାଡ଼ିଦେବ, ବାହାରୁ ଟିକେ ଆଣି ବରଂ କ'ଣ ଖାଇଦେବ। ଆଉ ଏ ଗରମରେ ମାନେ ରୋଷେଇ ଘରେ ପଶିଲା ବେଳକୁ ମାନେ ଆଉ ଖାଇକିନା ପଶିଲା ବେଳକୁ ତ ନାକେଦମ ହେଇଯାଉଛି ମଣିଷ। ଏତେ ଗରମରେ କିଏ କାମ କରିବ? ଗୋଟେ ପଛପଟରେ ଏସିରେ ଗୋଟେ ଥାନ୍ତା କି ରୋଷେଇ ଘରେ ଏସି ଗୋଟେ ଲାଗିପାରନ୍ତା କି ଏସି ଗୋଟେ ଲଗେଇ ଦେବି। ଏତେ ଗରମ ହେଉଛି ଆଜି। ଆଉ ପ୍ରାୟ 2-3-4 ଦିନ ହେଲା ଭଲ କି ଟିକେ ରୋଷେଇ ଘରେ ପୋଛାପୋଛି କରିନଥିଲି। ତ କାଲି ଗୁରୁବାର, ତ ସେଥିପାଇଁ ଭଲସେ ପୋଛାପୋଛି, କାରଣ ବୁଧବାର ଦିନ ପୂର୍ବରୁ ଟିକେ ଭଲସେ ନ ପୋଛିଦେଲେ ତ ଭଲ ଲାଗେନି। ସେଇ ନେଇକି ଭଲସେ ପୋଛାପୋଛି କରିଦେଉଛି। ସବୁ ବୋଉ ଆସିକିନା କହିଲେ ସେଇଆ, ତ ଚିକଟା ଖାଲି ହେଇଯାଉଛି। ମୁଁ କହିଲି ପଛପଟେ ସେମିତି ଗ୍ୟାସ୍ର ନ ପୋଛିଲା ଭଲ, ସେ ଖାଲି ପୁଳାଇ ଚିକଟା ଜିନିଷ ଘରୁ ବାହାରୁଛି। ଘରେ ଆଜ୍ଞା ଯେତେ ସଫା କଲେ ବି ଘର ସେମିତି ଅସନା ହେଇକି ଥାଉ। ମାନେ ଆଉ କ'ଣ କରିବ? ଆଉ ନେଇକି ଏଇ ଗରମ ହଉ ପଛେ ଟିକେ କଷ୍ଟ ଲାଗୁ ପଛେ ଆଜି ସଫାସୁଫି ଭଲସେ କରିଦେଇକିନା ଏ ବାସନ ଗୁଡ଼ା ପୁଣି ଗଦା ହେଇଥିଲା, ତାକୁ ସବୁ ବାସନ କୁସନ ମାଜିବାକୁ ପଡ଼ିବ। ମୁଁ ନେଇ ଜଲ୍ଦି ଏଠିକି ଗ୍ୟାସ୍ ଫ୍ୟାସ୍ ଭଲସେ ପୋଛିଦେଲି। ଜଲ୍ଦି କ'ଣ 4-6 ଥର ନ ପୋଛା ହେଲେ ସେ ଚିକଟା ଯିବ। ତାପରେ ଟିକେ 10-20 ମିନିଟ୍ ରେଷ୍ଟ ନେଇଛି କି ନାହିଁ, ପୁଣି ଘର ଦ୍ୱାର ପୋଛିଲି 5:30 ହେଇଯିବ, କାରଣ ମୁଁ ପୁଣି କାମ ସାରିବି, ରୁଟି ପୁଣି କରିବି। ତ ଏଠି ଘର ଦ୍ୱାର ଓଳାଓଳି ଭଲସେ କରିଦେଇକିନା ଆଜି ଭଲସେ ଓଳା ହେବ ନା, ଟିକେ ନେଇକି ଅଳିଆ ରହିଗଲେ ମୋତେ ପୋଛିଲା ବେଳେ ସେ ଯେଉଁ ବାହାରିବ ଯାହା ଅଳିଆ ମଳିଆ କି ମୋର ଚୁଟି ଫୁଟି ଯାହା ବି ହଉ, ମୋତେ ଭାରି ଅସନା ଲାଗେ। ତ ଭଲସେ ଓଳିଆଳି ଦେଲା ପରେ ବି ଚୁଟି ମାନେ ଖାଲି ଘର ଦ୍ୱାର ଭାସୁଛି ଚୁଟି। ଆଜିର ବ୍ଲଗ୍ଟି କେମିତି ଲାଗିଲା ନିଶ୍ଚିନ୍ତ ଜଣେଇବେ। ପୁରା ହାଲିଆ ହେଇଗଲାଣି କାମ କରି। ତ ଯାଉଛି ପୁଣି ରୋଷେଇବାସ କରିବାକୁ। ଆଉ ଲାଇକ୍, ସେୟାର, କମେଣ୍ଟ